ସମସ୍ତଙ୍କୁ ଧନ୍ୟବାଦ। ତ ହରିନାମ ପ୍ରାତଃ ସ୍ମରଣୀୟ କାହିଁକି ହରିନାମ? କାହିଁକି ନା ଦିନରେ ତିନି ପ୍ରକାର ଗୁଣ ଅଛି, ଗୋଟେ ସତ୍ୱ ଗୁଣ, ରଜଗୁଣ, ତମ ଗୁଣ। ଯେମିତି ଆମେ କାଲି ପଢୁଥିଲେ ଭୂତ ପ୍ରକୃତି। ଭୂତ ପ୍ରକୃତି ଶବ୍ଦର ଅର୍ଥ କଣ ଥିଲା? ଭୂତ ମାନେ ପଞ୍ଚ ମହାଭୂତରେ ଏଇ ସାରା ଜଗତଟା ତିଆରି ହେଇଛି। ବିଶେଷ କରିକି ସ୍ଥୂଳ ଶରୀର, ସ୍ଥୂଳ ବସ୍ତୁ ଅର୍ଥାତ୍ ଜଡ ବସ୍ତୁ ଯାହାର କୌଣସି ଚେତନା ନାହିଁ। ପ୍ରକୃତି କାହିଁକି? କାହିଁକି ନା ଏଟା ତିନିଟି ପ୍ରକୃତିର ଯୋଉ ତିନିଟି ଗୁଣ ଅଛି, ସତ୍ୱ ଗୁଣ, ରଜଗୁଣ, ତମ ଗୁଣ, ଏଇଥିରେ ତିଆରି ହେଇଛି। ତେଣୁ ଏଇ କୁହାଯାଏ କି ଭୂତ ପ୍ରକୃତିର ବନ୍ଧନକୁ କାଟିବା ପାଇଁ ଆମେ ଭଗବାନ ଶ୍ରୀ ହରିଙ୍କର ଆଶ୍ରୟ ନେବାର ଅଛି। କିନ୍ତୁ ଆଶ୍ରୟ ନେବା ସମୟରେ ଆମକୁ କିଛିଟା ସତର୍କ ହବାର ଅଛି। ଅପରାଧ, ରାଧ ମାନେ ରାଧାରାଣୀଙ୍କର କୃପାରୁ ଯଦି କିଏ ଯୋଉ ଯୋଉ ଅପରାଧ ଗୁଡା ଆମେ ପଢୁଛେ ତାକୁ ଯଦି କିଏ କରିବେ, ତାହେଲେ ରାଧାରାଣୀଙ୍କ କୃପାରୁ ବଞ୍ଚିତ ହେବେ। ତ କେହି କେବେ ଜୀବ ଚାହେଁନି କି ରାଧାରାଣୀଙ୍କ କୃପାରୁ ବଞ୍ଚିତ ହବା ପାଇଁ, କାରଣ ରାଧାରାଣୀଙ୍କ କୃପା ପ୍ରାପ୍ତ ହେଲେ ଜଣେ କୃଷ୍ଣଙ୍କର ସଙ୍ଗ ସାନିଧ୍ୟ ପ୍ରାପ୍ତ ହବ। କିନ୍ତୁ ଯେମିତି ମୁଁ ଆଗରୁ ବି କହିଛି, ପ୍ରଭୁପାଦ ଭକ୍ତି ରସାମୃତ ସିନ୍ଧୁ ଗ୍ରନ୍ଥରେ କୁହନ୍ତି କି ଭକ୍ତି ମାର୍ଗରେ ଉନ୍ନତି କାହା ଉପରେ ନିର୍ଭର କରେ? ନା ଆମର ଆଟିଚ୍ୟୁଡ ଉପରେ ନିର୍ଭର କରେ। କି ଜପ କର ନା, ଟିକେ 2 ମିନିଟ ଶୁଣିଦିଅ, ତାପରେ ଆମେ ମିଶିକି ଜପ କରିବା, ଠିକ ଅଛି? ତ ଭକ୍ତିରେ ପ୍ରଗତି କାହା ଉପରେ ନିର୍ଭର କରେ? ନା ଆଟିଚ୍ୟୁଡ, ଡିଭୋଟି ଯେ ଭକ୍ତ ହବ ତାର ଆଟିଚ୍ୟୁଡ ଉପରେ ନିର୍ଭର କରେ। ତେଣୁ ଆଟିଚ୍ୟୁଡ ରେ ତିନିଟା ଜିନିଷ ଯିବ ଏବେ। ତିନିଟା ଜିନିଷ କହିବି ଏବେ, ପରେ ଅଲଗା କିଛି ଅଛି। ଫାଷ୍ଟ ହେଲା ଉତ୍ସାହ, ତାପରେ ଧୈର୍ଯ୍ୟ ଆଉ ନିଶ୍ଚୟ। ଏ ତିନିଟା ଜିନିଷ ଆମେ ଦେଖିବା। ତ ଉତ୍ସାହିତ ହେଇକି ଆମକୁ ଜପ କରିବାର ଅଛି। ଯେମିତି କାଲି କହୁଥିଲି, ଭଗବାନ ଯେତେବେଳେ ତାଙ୍କର ସମସ୍ତ ଶକ୍ତି ଅର୍ପଣ କରିଛନ୍ତି ହରିନାମରେ, କାହିଁକି ନାହିଁ ଆମେ ଆମର ନିଜର ଶକ୍ତି ଆଉ ସର୍ବୋତ୍ତମ ପ୍ରୟାସକୁ ଭଗବାନଙ୍କର ନାମ ନବାରେ ଇଏ ନ କରିବା। ଭଗବାନ ତ କରିଛନ୍ତି ନା, ଆମକୁ କରିବାର ଅଛି। ଆମେ ପୂର୍ଣ୍ଣ ଶକ୍ତିରେ ପୂର୍ଣ୍ଣ ପ୍ରୟାସ କରିବାର ଅଛି। କୌଣସି ପ୍ରକାର ପ୍ରୟାସରେ ଆମେ କମି ଆଣିବାର ନାହିଁ। ତେଣୁ କୁହାଯାଏ ନୋ ଷ୍ଟୋନ ଟୁ ବି ଅନଟର୍ନ, ସବୁ ପ୍ରୟାସ ଆମକୁ କରିବାର ଅଛି। ତେଣୁ ସେତେବେଳେ କଣ ହବ? ଭଗବାନ ଆମର ଯୋଉ ପଥର ଭଳିଆ ଆମ ହୃଦୟ ଅଛି ତାକୁ ମାଖନ ଭଳିଆ ବନେଇ ଦେଇ ପାରିବେ। ତେଣୁ ପୁରା ସିନର୍ଜି ସାଙ୍ଗରେ ଆମକୁ ଭଗବାନଙ୍କ ନାମ ଶ୍ରବଣ କରିବାର ଅଛି, ମେଡିଟେଟ କରିବାର ଅଛି ରାଧାରାଣୀଙ୍କ ପାଖରେ, କୃଷ୍ଣଙ୍କ ପାଖରେ। ମତେ ଆପଣଙ୍କ ସେବାରେ ନିୟୋଜିତ କରନ୍ତୁ, ହୃଦୟରୁ ପ୍ରାର୍ଥନା କରିବାର ଅଛି। ହିୟର ମେଡିଟେଟ ଆଣ୍ଡ ପ୍ରେ। ତେଣୁ ଯଦି ଦେଖିବା କି ଉତ୍ସାହର ସହିତ ଜପ କଲେ ଆଉ ନିରୁତ୍ସାହିତ ଉଦାସୀନ ହେଇକି ଜପ କଲେ କି ଫରକ ଅଛି? ଯେତେବେଳେ ଯୋଉ ଦିନ ବି ତୁମେ ମାନେ ଉତ୍ସାହିତ ହେଇକି ଜପ କରିଥିବ, ସେଦିନ ତୁମେ ଦେଖିବ ତୁମକୁ ଗୋଟେ ଅଲଗା ପ୍ରକାର ଅନୁଭବ ଆସିବ। ଭଲ ଲାଗିବ ତୁମକୁ। ସମସ୍ତଙ୍କ କଥାବାର୍ତ୍ତା, ଚାଲିଚଳନ, ସମସ୍ତ ପରିସ୍ଥିତି, ସେ ବ୍ୟକ୍ତି, ତମେ ତମ ନିୟନ୍ତ୍ରଣ ଭିତରେ ଥିବ। କେବେ କ୍ରୋଧ ପ୍ରକାଶ କରୁନଥିବ, କେବେ କାହା ପ୍ରତି ଅସହନଶୀଳତା ହଉନଥିବ। ସବୁ ଜିନିଷରେ ତମେ ଭଗବାନଙ୍କର ହସ୍ତକ୍ଷେପ ଦେଖୁଥିବ। ଗୋଟେ ସ୍ପିରିଚୁଆଲ ଭିଜନ ଡେଭଲପ ହବ ଯଦି ଭଲ ଜପ କରିଥିବ। କିନ୍ତୁ ଯୋଉଦିନ ଖରାପ ଜପ ହେଇଥିବ, ଉଦାସୀନ ହେଇକି ଜପ ହେଇଥିବ, ସେଦିନ ଡିମୋଟିଭେଟ ଲାଗୁଥିବ, ନିରୁତ୍ସାହିତ ଲାଗୁଥିବ, ଟିକେ କଥାରେ ଚିଡଚିଡ ହଉଥିବା। ତେଣୁ ସେଥିପାଇଁ ଆମେ ଉଦାସୀନ ହେଇକି ଜପ କାହିଁକି କରନ୍ତି? ଉଦାସୀନ ହେଇକି ଆମେ ସେତେବେଳେ ଜପ କରନ୍ତି ଯେତେବେଳେ ଆମେ ମନର ଶୁଣନ୍ତି, ମନ କଥା ଶୁଣନ୍ତି। ମନ କହେ କେତେ ସବୁ ଟେକ୍ନିକ ଆପଣଙ୍କୁ ଯୋଉ କିଛି ଧର କିଛି ନାହିଁ, ଅଳ୍ପ ଆଜି ପାଇଁ ଏତିକି ହେଲା, ପ୍ରଭୁ ତ କହୁଛନ୍ତି କି ମୁଁ କେତେ ଶୁଣୁଛି, ଭଗବତ ପଢୁଛି, କିଛି ତ ହବ ପରିବର୍ତ୍ତନ ହବାର ନାହିଁ। ସେଟା କେତେବେଳେ ହୁଏ? ଯେତେବେଳେ ନିରୁତ୍ସାହିତ ହେଇକି ଆମେ ଜପ କରନ୍ତି, ମନ କଥା ଶୁଣନ୍ତି। ସେଥିପାଇଁ ମନ ମନା କରାହେଇଛି, ମନକୁ କେବେ ଗୁରୁ ବୋଲି କରାହେଇନି। ତେଣୁ ତ ଭଗବାନ ଆକ୍ଚୁଆଲି ଯଦି କିଏ ନିଷ୍ଠାପର ଭାବରେ ଭଗବାନଙ୍କ ନାମ ନବ, ଭଗବାନ ହେଲ୍ପ କରନ୍ତି। ଆମେ ଆଟଲିଷ୍ଟ ଷ୍ଟାର୍ଟ କରିପାରିବା। ଯେମିତି କହନ୍ତି ପଜିଟିଭ ଆଫର୍ମେସନ। ଆଫର୍ମେସନ ମାନେ ଆମେ ନିଜକୁ କହିବା ଦରକାର। ଜପ ପୂର୍ବରୁ ଆମକୁ କହିବା ଦରକାର। କଣ କହିବା ଦରକାର? କି ମୁଁ ଭଗବାନଙ୍କର ନାମ ଜପ କରିବା ପାଇଁ ଶ୍ରେୟସ୍କର ମାନେ ଜୀବନରେ ଏଇଟା ହିଁ ଗୋଟିଏ ଶ୍ରେୟ ବସ୍ତୁ। ଆଉ ହରିନାମ ମୋର ଜୀବନର ଲକ୍ଷ୍ୟ ହିଁ। କାଲି ଜଣେ ମାତାଜୀ ମତେ କହୁଥିଲେ, ମେସେଜ କରିଥିଲେ କି ଜଣେ ନାଇଁ ହରିନାମ କରିବା ପାଇଁ ମୁଁ ରହିପାରୁନି। ଅର୍ଥାତ ହରିନାମ ମୋ ଜୀବନର ଶ୍ରେୟ ଆଉ ध्यେୟ ବସ୍ତୁ। ତେଣୁ ନିଜକୁ ନିଜେ କହିବା ଦରକାର। ସମସ୍ତେ ଜାଣି ରଖିବା ଉଚିତ କେହି ଯଦି ଭକ୍ତି କରିବାର ଅଛି, ତାହେଲେ ଏଇ ହରିନାମ ମହାମନ୍ତ୍ର ଯୋଉଥିରେ ଚୈତନ୍ୟ ମହାପ୍ରଭୁ ଧାରାରେ ଦେଇଛନ୍ତି, ସେ ଧାରାଟା ହିଁ କଣ ସବୁଠୁ ସେଫେଷ୍ଟ, କୁଇକେଷ୍ଟ, ପ୍ୟୁରେଷ୍ଟ, ସେଫେଷ୍ଟ। ସେଫେଷ୍ଟ ମାନେ ପୁରା ସେଫ୍, ଏଥିରେ କୌଣସି ନାହିଁ। ଆମ ପରମ୍ପରାରେ ଅଛନ୍ତି। କୁଇକେଷ୍ଟ, ଆମେ ଜଲ୍ଦି ଭଗବାନଙ୍କୁ ପାଇପାରିବା। ଆମର ସବୁ ପ୍ରକାର ଅନର୍ଥ ରହିବା ସତ୍ତ୍ୱେ ଧୀରେ ଧୀରେ ଆମେ ଅନର୍ଥ ଗୁଡା ଜଲ୍ଦି ଜଲ୍ଦି ମାନେ ସରିଯିବ। ଆଉ ସିଓରେଷ୍ଟ, ନିଶ୍ଚୟ ଭଗବାନଙ୍କୁ ପାଇବା। ତେଣୁ ଏଥିପାଇଁ ହରେର ନାମ, ହରେର ନାମ, ହରେର ନାମ ଏବେ କେବଲମ୍। ଯୋଉ ଯୋଗୀ ଋଷି ମାନେ ହିମାଳୟରେ ବସି ତପସ୍ୟା କରିକି ଭଗବାନଙ୍କୁ ପ୍ରାପ୍ତ ହଉନାହାନ୍ତି, ଆଟଲିଷ୍ଟ ଯୋଗୀ ଋଷି ନିଜକୁ ନିୟନ୍ତ୍ରଣ, ନିଜକୁ କଣ୍ଟ୍ରୋଲ ବି କରିପାରନ୍ତିନି।
किंतु ये जो हरिनाम नवा माध्यम रे फास्ट रियलाइजेशन कौन आम हार्ट शुद्ध हम तर प्रमाण भी अच्छी पूरा जिते हम हृदय निर्मल हम ना आम देखिबार दृष्टिकोण परिवर्तन हो पूरा संसार केमी सब जगह आम कृष्ण हस्तक्षेप देखिपर तो फास्ट इनस्टॉलमेंट कौन कि आम शुद्ध हो लास्ट इनस्टॉलमेंट तो कृष्ण प्रेम आनंद अम्बुधि वर्धन या आमको दृढ़ निश्चय हबार अच्छी गोटे दिन आसिले चौका चौका मारिदेकी पड़े हबनी जमी प्रत्येक दिन प्रत्येक समय भगवान का नाम नबार अच्छी प्रत्येक समय आम भगवान को निर्भरशील होकर बंचवार अच्छी अन्य कौन आश्रय बिना भगवान को ऊपर निराश्रय जगदीश रक्ष तो भगवान का आश्रय नबार अच्छी तो भगवान आम निष्ठा को देखिए परीक्षण करेंगे तापर आमको उत्तीर्ण होगापी आशीर्वाद देवे आम उत्तीर्ण होगा भगवान को कृपा आमको धैर्य रखार अच्छी धैर्य निश्चय और उत्साह ये तीन टा माध्यम भगवान का नाम को आम अप्रोच करार अच्छी तेणु आम चेष्टा करवा दरकार सही मूड आमको भगवान का नाम जब समय बनवार अच्छी तो आसतु आम समस्ते भगवान का नाम करवा हरे कृष्ण श्री हरिनाम प्रभु की जय आसतु वैष्णव प्रणाम मंत्र करवा वैष्णव माने वांछा कल्पतरु सदृश क्षमाशील दयार सागर पतित जीवंकर उद्धारकारी दैनंदिन जीवन में ज्ञात व अज्ञात सार जदि कौन साधु गुरु वैष्णव निकट अपराध होता है ताहले प्रातः मुहूर्त क्षमा प्रार्थना मांगी नेवा उचित वंशाकल्पतरुर्भ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः अनंत कोटि वैष्णव वृंद की जय नमः। आचार्य श्रील हरिदास ठाकुर की जय। वैष्णव ठाकुर श्रील प्रभुपाद की जय।